କଥା କହିବା ପୂର୍ବରୁ ଏହି ତିନୋଟି କଥା ଭାବନ୍ତୁ। ଗୌତମ ବୁଦ୍ଧଙ୍କ ଅମୂଲ୍ୟ ଶିକ୍ଷା। ମଣିଷର ପରିଚୟ ତା'ର ଚେହେରାରୁ ନୁହେଁ, ବରଂ ତା'ର କଥାରୁ ହୁଏ। ଗୋଟିଏ ମଧୁର କଥା କାହାର ମନରେ ଖୁସି ଭରି ଦେଇପାରେ, ଆଉ ଗୋଟିଏ କଠୋର କଥା ସାରା ଜୀବନର ସମ୍ପର୍କକୁ ଭାଙ୍ଗି ଦେଇପାରେ। ସେଥିପାଇଁ ଗୌତମ ବୁଦ୍ଧ ସବୁବେଳେ କହୁଥିଲେ, କଥା କହିବା ପୂର୍ବରୁ ଭାବ। ତୁମର ଶବ୍ଦ କାହାର ହୃଦୟକୁ ଆଘାତ ଦେବ କି ଆଶାର ଆଲୋକ ଦେବ। ବହୁ ବର୍ଷ ପୂର୍ବେ ଗୋଟିଏ ଛୋଟ ଗାଁରେ ଜଣେ ବ୍ୟକ୍ତି ରହୁଥିଲେ। ସେ ବହୁତ କଥା କହୁଥିଲେ। କାହାର ଭୁଲ, କାହାର ଦୋଷ, କାହା ବିଷୟରେ ଶୁଣିଥିବା ଖବର, ସବୁ କିଛି ସେ ଲୋକଙ୍କ ଆଗରେ କହି ବୁଲୁଥିଲେ। ତାଙ୍କୁ ଲାଗୁଥିଲା ଅଧିକ କଥା କହିଲେ ଲୋକେ ତାଙ୍କୁ ବୁଦ୍ଧିମାନ ବୋଲି ଭାବିବେ। କିନ୍ତୁ ଧୀରେ ଧୀରେ ତାଙ୍କ ଜୀବନରେ ସମସ୍ୟା ବଢ଼ିବାକୁ ଲାଗିଲା। ଗାଁରେ ଲୋକେ ତାଙ୍କୁ ବିଶ୍ୱାସ କରୁନଥିଲେ। ସାଙ୍ଗମାନେ ଦୂରେଇ ଯାଉଥିଲେ। ପରିବାରରେ ମଧ୍ୟ ଅଶାନ୍ତି ସୃଷ୍ଟି ହେଉଥିଲା। ସେ ବୁଝିପାରୁନଥିଲେ ଯେ ଏହାର କାରଣ କ'ଣ। ଶେଷରେ ସେ ଗୌତମ ବୁଦ୍ଧଙ୍କ ପାଖକୁ ଗଲେ। ହାତ ଯୋଡ଼ି କହିଲେ, ଭଗବାନ, ମୁଁ କାହାର କ୍ଷତି କରିବାକୁ ଚାହେଁନି, ତଥାପି ଲୋକମାନେ ମୋ ଠାରୁ ଦୂରେଇ ଯାଉଛନ୍ତି। ଏହାର କାରଣ କ'ଣ? ବୁଦ୍ଧ ଶାନ୍ତ ଭାବରେ ତାଙ୍କ କଥା ଶୁଣିଲେ। କିଛି ସମୟ ପରେ ପାଖରେ ଥିବା ଗୋଟିଏ ଫୁଲକୁ ଦେଖାଇ କହିଲେ, ଏଇ ଫୁଲଟିକୁ ଦେଖ। ଏହା କେବେ ନିଜ ସୁନ୍ଦରତାର ପ୍ରଚାର କରେ ନାହିଁ, କିନ୍ତୁ ଏହାର ସୁଗନ୍ଧ ସମସ୍ତଙ୍କୁ ଆକର୍ଷିତ କରେ। ସେହିପରି ଭଲ ମଣିଷ ନିଜ କଥା ଦ୍ୱାରା ଅନ୍ୟମାନଙ୍କ ହୃଦୟ ଜିତିଥାଏ। ତାପରେ ବୁଦ୍ଧ ପଚାରିଲେ, ତୁମେ କଥା କହିବା ପୂର୍ବରୁ କେବେ ଭାବୁଛ କି ତୁମର ଶବ୍ଦ ଅନ୍ୟମାନଙ୍କ ମନରେ କେମିତି ପ୍ରଭାବ ପକାଇବ? ସେ ବ୍ୟକ୍ତି ମୁଣ୍ଡ ନୁଆଁଇ କହିଲେ, ନାହିଁ ଭଗବାନ, ଯାହା ମନକୁ ଆସେ ମୁଁ ତାହା କହିଦିଏ। ତେବେ ବୁଦ୍ଧ ହସି କହିଲେ, ସେଥିପାଇଁ ତୁମେ ଦୁଃଖ ପାଉଛ? କଥା କହିବା ପୂର୍ବରୁ ନିଜକୁ ତିନୋଟି ପ୍ରଶ୍ନ ପଚାର। ପ୍ରଥମ ପ୍ରଶ୍ନ, ମୁଁ ଯାହା କହିବାକୁ ଯାଉଛି ତାହା ସତ୍ୟ କି? ଯଦି ତାହା ସତ୍ୟ ନୁହେଁ, ତେବେ ସେହି କଥା କେବେ କହନି। ମିଛ କଥା ଓ ଗୁଜବ କେବଳ ଅନ୍ଧବିଶ୍ୱାସ ଓ ବିବାଦ ସୃଷ୍ଟି କରେ। ଦ୍ୱିତୀୟ ପ୍ରଶ୍ନ, ଏହି କଥା କାହାର ଉପକାର କରିବ କି? ଯଦି ତୁମ କଥା କାହାର ମନ ଭାଙ୍ଗିଦିଏ, ଅପମାନ କରେ କିମ୍ବା ଅନାବଶ୍ୟକ ଦୁଃଖ ଦିଏ, ତେବେ ସେହି କଥା ନ କହିବା ଭଲ। ତୃତୀୟ ପ୍ରଶ୍ନ, ଏହି କଥା ମଧୁର ଓ ଭଦ୍ର କି? ସତ୍ୟ କଥାକୁ ମଧ୍ୟ ନମ୍ର ଭାବରେ କୁହାଯାଇପାରେ। କଠୋର ଶବ୍ଦ ସମ୍ପର୍କକୁ ଦୂର କରିଦିଏ, କିନ୍ତୁ ମଧୁର ଶବ୍ଦ ହୃଦୟକୁ ନିକଟକୁ ଆଣିଥାଏ। ବୁଦ୍ଧ କହିଲେ, ଯେଉଁ କଥା ସତ୍ୟ, ହିତକର ଏବଂ ମଧୁର, କେବଳ ସେହି କଥା ହିଁ କୁହ। ଯଦି ଏହି ତିନୋଟି ଗୁଣ ନଥାଏ, ତେବେ ନୀରବ ରହିବା ଅଧିକ ଭଲ। ବୁଦ୍ଧଙ୍କ କଥା ସେ ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଗଲା। ସେ ବୁଝିପାରିଲେ ଯେ ତାଙ୍କ ଦୁଃଖର କାରଣ ଅନ୍ୟ କେହି ନୁହେଁ, ବରଂ ତାଙ୍କ ନିଜର କଥା କହିବାର ଅଭ୍ୟାସ। ସେହିଦିନ ଠାରୁ ସେ ନିଜକୁ ବଦଳାଇବା ଆରମ୍ଭ କଲେ। କାହା ବିଷୟରେ ଖରାପ କଥା କହିବା ବନ୍ଦ କଲେ। ଗୁଜବ ପ୍ରଚାର କରିବା ଛାଡ଼ିଦେଲେ। ରାଗ ଆସିଲେ ମଧ୍ୟ ପ୍ରଥମେ ଶାନ୍ତ ରହିବା ଶିଖିଲେ। କିଛି ଦିନ ପରେ ଗାଁର ଲୋକେ ତାଙ୍କ ପରିବର୍ତ୍ତନ ଦେଖିଲେ। ସମସ୍ତେ ପୁଣି ତାଙ୍କୁ ସମ୍ମାନ ଓ ବିଶ୍ୱାସ କରିବାକୁ ଲାଗିଲେ। ଏହି କାହାଣୀ ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ। କଥା କହିବା ସହଜ, କିନ୍ତୁ ଠିକ୍ କଥା କହିବା ଏକ ବଡ଼ କଳା। ଆମର ଶବ୍ଦ ହିଁ ଆମର ଚରିତ୍ରର ପରିଚୟ ଦିଏ। ଆଜିର ସମୟରେ ଆମେ କେବଳ ମୁହଁରେ ନୁହେଁ, ମୋବାଇଲ ମାଧ୍ୟମରେ ମଧ୍ୟ ଅନେକ କଥା ଲେଖୁଛୁ। ସେଥିପାଇଁ କୌଣସି ସନ୍ଦେଶ ପଠାଇବା ପୂର୍ବରୁ କିମ୍ବା କୌଣସି ମନ୍ତବ୍ୟ କରିବା ପୂର୍ବରୁ ନିଜକୁ ଏହି ତିନୋଟି ପ୍ରଶ୍ନ ନିଶ୍ଚୟ ପଚାରନ୍ତୁ। ଏହା ସତ୍ୟ କି? ଏହା କାହାର ଉପକାର କରିବ କି? ଏହା ମଧୁର ଓ ଭଦ୍ର କି?
ଯଦି ଏହାର ଉତ୍ତର ହଁ ହୁଏ ତେବେ ନିର୍ଭୟରେ କୁହନ୍ତୁ, ଯଦି ନା ହୁଏ ତେବେ ଚୁପ୍ ରହିବା ହିଁ ବୁଦ୍ଧିମାନର କାମ। ମନେ ରଖନ୍ତୁ, ମଧୁର କଥା ହୃଦୟ ଜିତିପାରେ କିନ୍ତୁ କଠୋର କଥା ହୃଦୟ ଭାଙ୍ଗିଦିଏ। ସେଥିପାଇଁ ସବୁବେଳେ ସତ୍ୟ, ହିତକର ଓ ମଧୁର କଥା କୁହନ୍ତୁ। ଏହା ଗୌତମ ବୁଦ୍ଧଙ୍କ ଅମୂଲ୍ୟ ଶିକ୍ଷା। ଧନ୍ୟବାଦ।